ନାରୀ ନାରୀ ମାନେ ହେଲେ ନରରୂପୀ ନାରାୟଣୀ। ନାରୀ ହେଉଛି ଧରଣୀ। ପୃଥିବୀ ସୃଷ୍ଟି ପରେ ନରକୁ ସୃଷ୍ଟି କରିଥିଲେ ପରମେଶ୍ୱର। କିନ୍ତୁ ଅନ୍ଧକାର ଥିଲା ପୃଥିବୀ, ମନୁଷ୍ୟର ମହତ ନଥିଲା। ପୁଣି ନର ଅସ୍ଥିରୁ ହିଁ ନାରୀକୁ ସୃଷ୍ଟି କଲେ। ସେତେବେଳେ ପୃଥିବୀ ସୁନ୍ଦର, ଅତି ସୁନ୍ଦର ହେଲା। ଅନେକଙ୍କ ଧାରଣା କି ପୁଅ ଝିଅ ସମାନ ନୁହନ୍ତି। କାରଣ କ'ଣ? ଯେତେବେଳେ ଗୋଟିଏ ଝିଅ ଘରୁ ବାହାରେ ତା ବାପା ମା ସବୁବେଳେ ତାକୁ କୁହନ୍ତି, ମା ଏକୁଟିଆ ଯା ନା, କାଳେ ତୋ ଦେହରେ କି ଚରିତ୍ରରେ କିଛି ଦାଗ ନ ଲାଗୁ। ହେଲେ କେହି ଭାବନ୍ତିନି କି ସେହି ଦାଗ ଲଗାଇଲା ବାଲା ଲୋକଟି ଗୋଟିଏ ପୁଅ। କେହି ବାପା ମା ନିଜ ପୁଅକୁ ସତର୍କ କରନ୍ତିନି କି କାହାର ସ୍ତ୍ରୀ, ମା, ଭଉଣୀର ଇଜ୍ଜତକୁ ସମ୍ମାନ ଦେବା ବୋଲି। ସମାନତାରେ ଫରକ ନାହିଁ ଆଜ୍ଞା, ଭାବନାରେ ଫରକ। ଝିଅ ପିଲା ସିଏ ଗୋଟେ କ'ଣ କହିବ, ପୁଅ ପିଲାମାନଙ୍କ ଆଗରେ ତାର ଗୋଟେ କ'ଣ ଭଏସ୍। ହେଲେ ଏହି କଥା କହିଲା ବେଳେ ଭୁଲି ଯାଆନ୍ତି କି ଲତା ମଙ୍ଗେଶକରଙ୍କ ଭଏସ୍ ସାରା ବିଶ୍ୱରେ ପ୍ରସିଦ୍ଧ। ନାରୀ ସ୍ୱାଧୀନତାକୁ ଏନ୍ଜୟ କଲେ ଅଶୃଙ୍ଖଳିତ, ନାରୀ ସମ୍ମାନ ପାଇଁ ଲଢ଼ିଲେ ଅପରାଧୀ। ତାହେଲେ ସ୍ୱାଧୀନତା ପାଇଁ ଇଂରେଜ ବିରୁଦ୍ଧରେ ଖଣ୍ଡା ଉତ୍ତୋଳନ କରିଥିବା ଝାନ୍ସୀ ରାଣୀ ଲକ୍ଷ୍ମୀବାଇ କ'ଣ ଅଶୃଙ୍ଖଳିତ, ଅପରାଧୀ? ନାରୀ ଦୁର୍ବଳ ନୁହେଁ ଜାଣନ୍ତି। ଗୋଟିଏ ମଣିଷ 45 DL ପର୍ଯ୍ୟନ୍ତ ଯନ୍ତ୍ରଣା ସହିଥାଏ, ହେଲେ ପିଲା ଜନ୍ମ ହେଲା ବେଳେ ଗୋଟିଏ ନାରୀ 57 DL ଯନ୍ତ୍ରଣା ସହିଥାଏ। ଏକା ସାଙ୍ଗରେ 20ଟା ହାଡ଼ ଭାଙ୍ଗିଲେ ଯେତିକି ଯନ୍ତ୍ରଣା, ସେତିକି। ଗୋଟିଏ ସୁସ୍ଥ ମଣିଷ ଦେହରେ 5 ଲିଟର ରକ୍ତ ଥାଏ, ହେଲେ ଗୋଟିଏ ନାରୀ ତା ଜୀବନ କାଳରେ 30 ଲିଟର ରକ୍ତ ବୁହାଇ ଦିଏ, 6 ଗୁଣା ଅଧିକା। ନାରୀ ଦୁର୍ବଳ ନୁହେଁ।